ପିଲାମାନେ ଆଜିର ସାହିତ୍ୟ କାଳାଂଶକୁ ସ୍ୱାଗତ ତଥା ଅଭିନନ୍ଦନ। ଆଜି ଆମେ ପଞ୍ଚମ ଶ୍ରେଣୀ ସାହିତ୍ୟ ବହିର ଉତ୍କଳପୁତ୍ର ପ୍ୟାରୀମୋହନ ପାଠଟିକୁ ଆଲୋଚନା କରିବା। ଏହି ପାଠର ଲେଖକ ହେଉଛନ୍ତି ଡକ୍ଟର ଭ୍ରମରବର ସାମଲ। ପିଲାମାନେ ଦୟାକରି ଆରମ୍ଭରୁ ଶେଷ ଯାଏଁ ଆମ ଭିଡ଼ିଓଟିକୁ ଦେଖ ଏବଂ ଭଲ ଭାବରେ ବୁଝିବା ପାଇଁ ଚେଷ୍ଟା କର। ଚାଲ ପିଲାମାନେ ଏହି ପାଠଟିକୁ ଆମେ ଆଲୋଚନା କରିବା। ଆଜକୁ ପ୍ରାୟ 100 ବର୍ଷ ତଳର କଥା। ସେ କାଳର ଗୋଟିଏ ପତ୍ରିକାରେ ଦରଖାସ୍ତ ଜୋତିଆନ ଅର୍ଥାତ୍ ଜୋତାମାନଙ୍କର ନିବେଦନ ନାମରେ ଗୋଟେ ବ୍ୟଙ୍ଗାତ୍ମକ ଲେଖାଟିଏ ପ୍ରକାଶ ପାଇଲା। ବ୍ୟଙ୍ଗାତ୍ମକ ମାନେ ଗୋଟେ ଥଟ୍ଟା ମଜାଳିଆ କବିତା ଲେଖାଟି ପ୍ରକାଶ ପାଇଥିଲା। ଏହା କଟକ ସହରର ଆବର୍ଜନାପୂର୍ଣ୍ଣ ଅପରିଷ୍କୃତ ରାସ୍ତାକୁ ଲକ୍ଷ୍ୟ କରି ଲେଖାଯାଇଥିଲା। ସେତେବେଳେ ଇଂରେଜମାନେ ଆମକୁ ଶାସନ କରୁଥିଲେ। ଇଂରେଜମାନେ ଶାସନକର୍ତ୍ତା ଥିଲେ। ସେମାନଙ୍କ ମଧ୍ୟରେ ଏହି ଲେଖାଟି ପ୍ରତିକ୍ରିୟା ସୃଷ୍ଟି କଲା। ତେଣୁ ସେମାନେ ରାଗିଗଲେ। ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ଥିଲେ ଏରଭିଂ ସାହେବ। ସେ ଅତ୍ୟଧିକ ଭାବରେ ରାଗିଗଲେ। ଲେଖାଟିର ପ୍ରକୃତ ଲେଖକ କିଏ ବୋଲି ଖୋଜି ଚାଲିଲା। ତେଣୁ ଜଣାପଡ଼ିଲା ଯେ ଲେଖକ ଜଣକ ହେଉଛନ୍ତି କଟକ କଲେଜର ଦ୍ୱିତୀୟ ବାର୍ଷିକ ଶ୍ରେଣୀର ଜଣେ ଛାତ୍ର। ସେହି କଲେଜର ଅଧ୍ୟକ୍ଷ ଥିଲେ ଚଣ୍ଡୀଚରଣ ବାବୁ। ଚଣ୍ଡୀଚରଣ ବାବୁଙ୍କୁ ସରକାରୀ ନିର୍ଦ୍ଦେଶ ହେଲା ଉକ୍ତ ଛାତ୍ରକୁ କଲେଜରୁ ବହିଷ୍କାର କରିଦେବା ପାଇଁ। ବହିଷ୍କାର ଅର୍ଥ ବାହାର କରିଦେବା ପାଇଁ। ତେଣୁ ଚଣ୍ଡୀଚରଣ ବାବୁ କ'ଣ କଲେ? ପିଲାଟିକୁ ନିଜ ଅଫିସକୁ ଡକାଇ କ୍ଷମା ମାଗିବା ପାଇଁ ପରାମର୍ଶ ଦେଲେ। କହିଲେ, ତମେ ଏହି କବିତା ଲେଖାଟି ଲେଖିଛ, ତେଣୁ ତମେ କ'ଣ କର ନା ତମେ ଇଂରେଜ ସରକାରଙ୍କ ପାଖରେ କ୍ଷମା ଭିକ୍ଷା କର, କ୍ଷମା ମାଗ। ତେଣୁ ଏହି ଉପଦେଶଟି ଚଣ୍ଡୀଚରଣ ବାବୁ ପିଲାଟିକୁ ଦେଇଥିଲେ। କିନ୍ତୁ ସ୍ୱାଧୀନଚେତା ନିର୍ଭୀକ ଛାତ୍ରଟିଏ ଏଥିରେ ସମ୍ମତ ହେଲା ନାହିଁ, ମାନେ ରାଜି ହେଲା ନାହିଁ। ସେ ଦୃଢ଼ କଣ୍ଠରେ କହିଲା, ସାର୍, ଯାହା ଲେଖାଯାଇଛି ତାହା ଅକ୍ଷର ଅକ୍ଷର ସତ୍ୟ। ମୁଁ ଏପରି ଏକ ସତ୍ୟ ଘଟଣା ପ୍ରକାଶ କରି କିଛି ଭୁଲ କରିନାହିଁ। ମୋ ପକ୍ଷରେ ଏପରି ଅନ୍ୟାୟ କ୍ଷମା ପ୍ରାର୍ଥନା କରିବା ସମ୍ଭବ ନୁହେଁ। ତେଣୁ ସେ ଶିକ୍ଷକଙ୍କୁ, ଯେଉଁ ଆମର ଚଣ୍ଡୀଚରଣ ବାବୁ ଅଧ୍ୟକ୍ଷ ଥିଲେ, ସେ ଅଧ୍ୟକ୍ଷଙ୍କୁ ସିଧା ମନା କରିଦେଲେ ଯେ ମୋ ପାଖରେ ଏଭଳି ଅନ୍ୟାୟ କ୍ଷମା ମାଗିବା ସମ୍ଭବ ନୁହେଁ। ତେଣୁ ପିଲାଟିର ଏଭଳି ଦୃଢ଼ ମନୋଭାବ ହେତୁ ଶେଷରେ ସେ କଲେଜରୁ ବହିଷ୍କୃତ ହେଲେ। ଇଂରେଜମାନେ ଶାସନକର୍ତ୍ତା ଥିଲେ। ତେଣୁ ଇଂରେଜମାନଙ୍କର ନିର୍ଦ୍ଦେଶ ଥିଲା ସେହି ପିଲାକୁ ବହିଷ୍କାର କରିବା ପାଇଁ। ତେଣୁ ଚଣ୍ଡୀଚରଣ ବାବୁ ସେହି ପିଲାକୁ ବହିଷ୍କାର କରିଦେଲେ। ପିଲାଟିର ଏଭଳି ଦୃଢ଼ ମନୋଭାବ ହେତୁ ଶେଷରେ ସେ କଲେଜରୁ ବହିଷ୍କୃତ ହେଲା। ଦୃଢ଼ମନା ବ୍ୟକ୍ତି ନିଜ ସିଦ୍ଧାନ୍ତରେ ଅଟଳ ରହି ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇଥାନ୍ତି। କିନ୍ତୁ ସେହି ଦୃଢ଼ତା ହିଁ ତାଙ୍କୁ ପରିଶେଷରେ ଅପୂର୍ବ ସାଫଲ୍ୟ ଆଣିଦେଇଥାଏ। ଏହି ଦୃଢ଼ମନା ଛାତ୍ର ଜଣକ ହେଉଛନ୍ତି ଉତ୍କଳର ବରପୁତ୍ର ପ୍ୟାରୀମୋହନ ଆଚାର୍ଯ୍ୟ। ସରକାରୀ ଶିକ୍ଷାନୁଷ୍ଠାନର ମନମୁଖୀ ନୀତି ଯୋଗୁଁ ସେ କଲେଜରୁ ବହିଷ୍କୃତ ହେବାରୁ ତାଙ୍କ ମନରେ ଘୋର ବିତୃଷ୍ଣା ଜାତ ହେଲା। ସେ ସଂକଳ୍ପ କଲେ ମାନେ ସେ ସ୍ଥିର କଲେ ସେ ଗୋଟିଏ ସରକାରୀ ନିୟନ୍ତ୍ରଣ ମୁକ୍ତ ଏକ ସ୍ୱାଧୀନ ଶିକ୍ଷାନୁଷ୍ଠାନ ଗଠନ କରିବେ। ସେ ସତ କହିବାରୁ ତାଙ୍କ ଜୀବନରେ ଯାହା ଘଟିଲା, ଏହା କୌଣସି ସ୍ୱାଧୀନ ମୁକ୍ତିକାମୀ ମଣିଷ ଭାଗ୍ୟରେ ନ ଘଟୁ। ସେ କହିଲେ, ମୁଁ ଯାହା ଲେଖିଥିଲି ସତ ଲେଖିଥିଲି, ସତ କଥା ବର୍ଣ୍ଣନା କରିଥିଲି। କିନ୍ତୁ ଇଂରେଜମାନେ ରାଗିଯାଇ ମୋତେ ବହିଷ୍କାର କଲେ। କିନ୍ତୁ ମୋତେ ଯାହା ବହିଷ୍କାର କରାଗଲା, ତେଣୁ ଅନ୍ୟ କାହାକୁ ଏଭଳି ତାଙ୍କ ଭାଗ୍ୟ ନ ଘଟୁ ବୋଲି ଚିନ୍ତା କଲେ ଏବଂ ଏକ ସ୍ୱାଧୀନ ଶିକ୍ଷାନୁଷ୍ଠାନ ଗଠନ କରିବା ପାଇଁ ଚେଷ୍ଟା କଲେ। ତାଙ୍କର ଏହି ସଂକଳ୍ପର ଜନ୍ମ ନେଲା କଟକ ଏକାଡେମୀ। ତେଣୁ କଟକ ଏକାଡେମୀ ନାମକ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ସେ ସ୍ଥାପନ କଲେ। ଏହି ବିଦ୍ୟାଳୟଟି କଟକଠାରେ 1875 ମସିହାରେ ସ୍ଥାପନ କରାଗଲା। ପରେ 1879 ମସିହାରେ ଏହା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପରିଣତ ହେଲା। ପ୍ରଥମେ ପ୍ୟାରୀମୋହନ ନିଜେ ବିଦ୍ୟାଳୟର ଶିକ୍ଷକତା
ଶିକ୍ଷକତା ରୂପେ କାର୍ଯ୍ୟ କରିଥିଲେ। ବିଦ୍ୟାଳୟର ଶିକ୍ଷକ ରୂପେ କାର୍ଯ୍ୟ କରିଥିଲେ ପ୍ୟାରୀମୋହନ। ବିଦ୍ୟାଳୟର ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ପରବର୍ତ୍ତୀ ସମୟରେ ସେ ଅନ୍ୟତ୍ର ଚାକିରି କଲେ। ପିଲାମାନେ ଦେଖ, ଗୋଟେ ବିଦ୍ୟାଳୟ ଚଳାଇବାକୁ ହେଲେ ଆମକୁ କିଛି ଅର୍ଥର ଆବଶ୍ୟକତା ଅଛି। ତେଣୁ ସେଇ ବିଦ୍ୟାଳୟ ଚଳାଇବା ପାଇଁ ପ୍ୟାରୀମୋହନ କ'ଣ କଲେ ନା ଅନ୍ୟ ଏକ ବିଦ୍ୟାଳୟରେ ଚାକିରି କଲେ। ସେଇ ଚାକିରିରୁ ଯାହା ପଇସା ବା ଅର୍ଥ ଉପାର୍ଜନ କରୁଥିଲେ ସେ ସବୁତକ ବିଦ୍ୟାଳୟର ପରିଚାଳନାରେ ବ୍ୟୟ କରୁଥିଲେ। ବ୍ୟୟ ଅର୍ଥ ଖର୍ଚ୍ଚ କରୁଥିଲେ। ତାଙ୍କ ଦେହାନ୍ତ ପରେ, ଦେହାନ୍ତ ଅର୍ଥ ତାଙ୍କର ମୃତ୍ୟୁ ପରେ, ଏହି ବିଦ୍ୟାଳୟ ପ୍ୟାରୀମୋହନ ଏକାଡେମୀ ନାମରେ ନାମିତ ହେଲା। କ'ଣ? ପ୍ୟାରୀମୋହନ ଏକାଡେମୀ ନାମରେ ନାମିତ ହେଲା। ସେ ଯେତେବେଳେ ମୃତ୍ୟୁବରଣ କଲେ ସେ ବିଦ୍ୟାଳୟର ନାମ ହେଲା ଯେଉଁ କଟକ ଏକାଡେମୀ, ତାହା ପ୍ୟାରୀମୋହନ ଏକାଡେମୀ ନାମରେ ନାମିତ ହେଲା। ଦେଖ ପିଲାମାନେ, ସେ ନିଜେ ଚେଷ୍ଟା କରି ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେହି ବିଦ୍ୟାଳୟରେ ନିଜେ ଶିକ୍ଷକତା ରୂପେ କାର୍ଯ୍ୟ କରିଥିଲେ। ତେଣୁ ନିଜେ ସବୁ କାମ କରିବା ସମ୍ଭବ ନୁହେଁ। ତେଣୁ ସେ ଅନ୍ୟ କେତେକ ଶିକ୍ଷକଙ୍କୁ ନିଯୁକ୍ତି କଲେ। ସେମାନଙ୍କୁ ପୁଣି ଅର୍ଥ ଆବଶ୍ୟକ ହେଲା ଯେ ବିଦ୍ୟାଳୟ ଖର୍ଚ୍ଚ, ଚକ୍ କିଣିବା, ଡଷ୍ଟର କିଣିବା ଏବଂ ବିଦ୍ୟାଳୟର ଯାବତୀୟ ଖର୍ଚ୍ଚ ପାଇଁ ଟଙ୍କା ଆବଶ୍ୟକ। ତେଣୁ ସେ ଅନ୍ୟ ସ୍ଥାନରେ ଚାକିରି କଲେ। ଚାକିରିରୁ ଯାହା ଅର୍ଥ ଉପାର୍ଜନ ହେଲା ସେହି ପଇସାକୁ, ସେ ସମୁଦାୟ ପଇସାକୁ ବିଦ୍ୟାଳୟ ଖର୍ଚ୍ଚରେ ଲଗାଉଥିଲେ। ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏହି ବିଦ୍ୟାଳୟଟି ମୁଖ୍ୟ ଭୂମିକା ଗ୍ରହଣ କରିଛି। ବହୁ ସ୍ୱନାମଧନ୍ୟ ବ୍ୟକ୍ତି ଏଠାରେ ଶିକ୍ଷକତା କରିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମର ମହାନ ରଥୀ ଲାଲ ବାଲ ପାଲ। ପିଲାମାନେ ଜାଣିଛ ଲାଲ ବାଲ ପାଲ? ଲାଲରେ ଲାଲା ଲାଜପତ ରାୟ, ବାଲରେ ବାଲ ଗଙ୍ଗାଧର ତିଳକ, ବିପିନ ଚନ୍ଦ୍ର ପାଲ। ବୁଝିଲ? ଏହି ସବୁ ସ୍ୱନାମଧନ୍ୟ ବ୍ୟକ୍ତି ଏହି ବିଦ୍ୟାଳୟର ଶିକ୍ଷକ ରୂପେ କାର୍ଯ୍ୟ କରିଥିଲେ। ଓଡ଼ିଶାର ଋଷି ପ୍ରତିମ ଆଚାର୍ଯ୍ୟ ହରିହର ଦାସ ମଧ୍ୟ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ। ଓଡ଼ିଶା ଭାଷା ସାହିତ୍ୟ କ୍ଷେତ୍ରରେ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଅବଦାନ ଅବିସ୍ମରଣୀୟ। ଓଡ଼ିଆ ଜାତିର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କର ଜନ୍ମ। କ୍ଷଣ ଜନ୍ମା ପ୍ୟାରୀମୋହନଙ୍କ ଆୟୁ ସୀମା ଥିଲା ମାତ୍ର 30 ବର୍ଷ। ପିଲାମାନେ ଦେଖ, ଏହି ବ୍ୟକ୍ତିଙ୍କର ଆୟୁ ଥିଲା ବହୁତ କମ୍। ମାନେ ସେ କମ୍ ବର୍ଷ ବଞ୍ଚିଥିଲେ, ମାତ୍ର 30 ବର୍ଷ ବଞ୍ଚିଥିଲେ। ମାତ୍ର ଏହି ସ୍ୱଳ୍ପ କାଳ ହେଉଛି ତାଙ୍କର ସଂଗ୍ରାମ ଆଉ ସାଧନାର ଜୀବନ। ସେ ସଂଗ୍ରାମ କରୁଥିଲେ, ସାଧନା କରୁଥିଲେ। ସବୁବେଳେ ସେ କିଛି ମହତ୍ ଉଦ୍ଦେଶ୍ୟ ବା ମହତ୍ କାମ କରୁଥିଲେ ଯେ ଦେଶ ପାଇଁ କିଛି ଭଲ କାମ କରିବା ତାଙ୍କର ଚିନ୍ତା ଥିଲା। ସେ କମ୍ ସମୟ ବଞ୍ଚିଥିଲେ, କିନ୍ତୁ ସେଇ କମ୍ ସମୟରେ ମଧ୍ୟ ତାଙ୍କର ଜୀବନ ଥିଲା ସଂଗ୍ରାମ ଆଉ ସାଧନାର ଜୀବନ। ସେ ଆନ୍ତରିକ ଭାବରେ ଉତ୍କଳକୁ ଭଲ ପାଉଥିଲେ। ସେ ନିଜର କରିନେଇଥିଲେ ଉତ୍କଳର ଭାଷା ଆଉ ସଂସ୍କୃତିକୁ। ଫଳରେ ଉତ୍କଳରେ ଶିକ୍ଷାର ବିକାଶ, ସମାଜ କଲ୍ୟାଣ, ଦେଶ ସେବା ନିମନ୍ତେ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରିଦେଇଥିଲେ। ପିଲାମାନେ ଦେଶ ସେବା ପାଇଁ ସେ ନିଜକୁ ଉତ୍ସର୍ଗ କରିଥିଲେ। ଦେଶ କେମିତି ଭଲ କାମ କରିବେ, ଦେଶର କିପରି ଉନ୍ନତି ହେବ, ସେ ଚିନ୍ତା ସେ କରିଥିଲେ। ପ୍ୟାରୀମୋହନଙ୍କ ଜୀବନ ଥିଲା ଏକ ତପସ୍ୱୀର ଜୀବନ। ତପସ୍ୱୀ କହିଲେ କ'ଣ ବୁଝ? ଯେ ତପସ୍ୟା କରେ ତାକୁ ଏକ ପଦରେ କୁହାଯାଏ ତପସ୍ୱୀ। ତପସ୍ୱୀର କାମ ହେଉଛି ତପସ୍ୟା କରିବା। ତେଣୁ ଗୋଟେ ବୈଜ୍ଞାନିକର ଲକ୍ଷ୍ୟ ହେଉଛି ଗବେଷଣା କରିବା। ଠିକ୍ ସେହିଭଳି ପ୍ୟାରୀମୋହନଙ୍କ ଜୀବନ ଥିଲା ଗୋଟେ ତପସ୍ୱୀର ଜୀବନ। ସେହି ବ୍ୟକ୍ତି ଜୀବନରେ ସିଦ୍ଧି ଲାଭ କରେ ଯିଏ କର୍ମକୁ ତପସ୍ୟା ଭାବେ ଗ୍ରହଣ କରେ। ତେଣୁ ଆମେ ଯଦି ଉଚ୍ଚ ସ୍ଥାନରେ ପହଞ୍ଚିବାକୁ ଚାହିଁବା କିମ୍ବା ଭଲ ମଣିଷଟି ହେବାକୁ ଚାହିଁବା, ତାହେଲେ ଆମେ ପ୍ରଥମେ କର୍ମ କରିବାକୁ ପଡ଼ିବ। ଯଦି କର୍ମ ନ କରିବା, ଯେତେବେଳେ ପିଲାମାନେ ତମର ତପସ୍ୟା କ'ଣ ନା ପାଠ ପଢ଼ିବା। ତମେ ଯଦି ପାଠ ନ ପଢ଼ିବ ଭଲ ମାର୍କ ଆଣିବ କି? ତେଣୁ କର୍ମକୁ ତପସ୍ୟା ରୂପେ ଗ୍ରହଣ କରିନେବା। ପ୍ୟାରୀମୋହନ ସେହିଭଳି ଜଣେ କର୍ମସିଦ୍ଧ ବ୍ୟକ୍ତି ଥିଲେ। ସେତେବେଳେ କଟକରୁ ଉତ୍କଳ ଦୀପିକା, ବାଲେଶ୍ୱରରୁ ସମ୍ବାଦବାହିକା ନାମକ 2ଟି ସମ୍ବାଦପତ୍ର ପ୍ରକାଶ ପାଉଥିଲା। ସେ ଅନୁଭବ କଲେ ଏ 2ଟି ଯଥେଷ୍ଟ ନୁହେଁ। ଏଥିପାଇଁ ସେ ନିଜ ଚେଷ୍ଟାରେ 1871 ମସିହାରେ
ଉତ୍କଳପୁତ୍ର ନାମରେ କଟକରୁ ଏକ ପତ୍ରିକା ପ୍ରକାଶ କଲେ। ନିଜ ଚେଷ୍ଟାରେ ଓଡ଼ିଶାର ବିଭିନ୍ନ ସମସ୍ୟା ଅସୁବିଧାକୁ ଠିକ୍ ଭାବରେ ଉପସ୍ଥାପନ କରି ସେ ଉକ୍ତ ପତ୍ରିକାଟିକୁ ପରିଚାଳନା କଲେ। ତେଣୁ ନିଜ ଚେଷ୍ଟାରେ ଏକ ପତ୍ରିକା ପ୍ରକାଶ କରିବା ପାଇଁ ଉଦ୍ୟମ କରି ଶେଷରେ ଉତ୍କଳପୁତ୍ର ନାମରେ ଏକ ପତ୍ରିକା ପ୍ରକାଶ କରିଥିଲେ। ଓଡ଼ିଶାର ବିଭିନ୍ନ ସମସ୍ୟା ଅସୁବିଧାକୁ ସେଥିରେ ଉପସ୍ଥାପନ କରୁଥିଲେ। ଏହା ହେଉଛି ତାଙ୍କର ଛାତ୍ର ଜୀବନରେ ଏକ ଉଲ୍ଲେଖଯୋଗ୍ୟ କୃତି। ବୁଝିଲେ ପିଲାମାନେ, ସେ ପିଲା ବୟସରୁ ନିଜେ ନିଜ ଖର୍ଚ୍ଚରେ ଏକ ପତ୍ରିକା ପ୍ରକାଶ କରିଥିଲେ। ତାର ନାଁ ଦେଇଥିଲେ ଉତ୍କଳପୁତ୍ର। ଦରଖାସ୍ତ ଜୁତିଆନ, ଯେଉଁ ଦରଖାସ୍ତ ଜୁତିଆନ ହେଉଛି ବ୍ୟଙ୍ଗାତ୍ମକ ଲେଖା, ସେହି ଲେଖାଟି ପ୍ରକାଶ ପାଇଥିଲା, ଯଦ୍ୱାରା କି ସେ କଲେଜରୁ ବହିଷ୍କୃତ ହୋଇଥିଲେ। ସେହି ଦରଖାସ୍ତ ଜୁତିଆନ ଉକ୍ତ ଉତ୍କଳପୁତ୍ର ପତ୍ରିକାରେ ପ୍ରକାଶିତ ହୋଇଥିଲା। ପ୍ରଥମେ ଏହା ଥିଲା ହସ୍ତଲିଖିତ। ଯେଉଁ ଉତ୍କଳପୁତ୍ର ପତ୍ରିକା ତାହା ଥିଲା ହସ୍ତଲିଖିତ, ମାନେ ହାତ ଦ୍ୱାରା ଲେଖା ଯାଉଥିଲା, ହସ୍ତଲିଖିତ। ତେଣୁ ଏହାର ସୁନାମ ପ୍ରଭାବ ପ୍ରତିଭାରେ ମୁଗ୍ଧ ହୋଇ କର୍ମବୀର, ଯାହାକୁ ଗୌରୀଶଙ୍କର କୁହାଯାଏ, କର୍ମବୀର ଗୌରୀଶଙ୍କର ନିଜ ପ୍ରେସରେ ତାକୁ ଛାପିବାର ବ୍ୟବସ୍ଥା କରିଥିଲେ। ପ୍ୟାରୀମୋହନ ପ୍ରଥମେ ନିଜ ହାତରେ ଲେଖିଥିଲେ। ତେଣୁ ଏହି ଲେଖାର ଏବଂ ଲୋକେ ଏହାର ବ୍ୟବହାର ବହୁତ କରିବାରୁ ଏହାର ଆଦର ବଢ଼ିବାରୁ କର୍ମବୀର, ଯାହାକୁ ଗୌରୀଶଙ୍କର କର୍ମବୀର, ସେ କ'ଣ କଲେ, ନିଜ ପ୍ରେସରେ ଛାପିବାର ବ୍ୟବସ୍ଥା କଲେ। ଛପା ଅକ୍ଷର, ଯେଉଁ ହସ୍ତ ଲିଖିତ ବଦଳରେ ଛପା ଅକ୍ଷର ସୁନ୍ଦର ଦେଖାଯାଏ, ସମସ୍ତେ ପଢ଼ିପାରିବେ। ତେଣୁ ସେହି ଛପା ଅକ୍ଷରରେ ଲେଖାଗଲା। ଫଳରେ ସେଇ ଦିନଠାରୁ ଉତ୍କଳପୁତ୍ର ଛପା ଅକ୍ଷରରେ ଆତ୍ମପ୍ରକାଶ କଲା। ମାନେ ଯେଉଁ ହାତରେ ଲେଖା ହେଉଥିଲା, ହାତରେ ନ ଲେଖି ଛପା ଅକ୍ଷରରେ ଲେଖାଗଲା। ଦେଖିବାକୁ ସୁନ୍ଦର, ପଢ଼ିପାରିବେ ଏବଂ ବହୁତ କଥା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇପାରିବ। ତାକୁ କ'ଣ କର୍ମବୀର ଗୌରୀଶଙ୍କର ଛପା ଅକ୍ଷରରେ ପ୍ରକାଶ କରିଥିଲେ। ଏଥିରେ ତରୁଣ ପ୍ୟାରୀମୋହନ ବ୍ରିଟିଶ ଶାସନର ଅନ୍ୟାୟ, ଅବିଚାର ଏବଂ ସେତେବେଳର ସାମାଜିକ କୁସଂସ୍କାରର ବିରୋଧରେ ନିର୍ଭୀକ ଭାବରେ ଲେଖାମାନ ଲେଖୁଥିଲେ। ସେତେବେଳେ ତରୁଣ ମାନେ ଯୁବକ ପ୍ୟାରୀମୋହନ ବ୍ରିଟିଶ ଶାସନର ଅନ୍ୟାୟ, ଅତ୍ୟାଚାରକୁ ଏବଂ ସାମାଜିକ କୁସଂସ୍କାର ବିରୋଧରେ ନିର୍ଭୀକ ଭାବରେ ଭୟ ନ କରି ସେ ଲେଖାମାନ ଲେଖୁଥିଲେ। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବାର ବହୁ ବର୍ଷ ପୂର୍ବରୁ ପ୍ୟାରୀମୋହନ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପରିକଳ୍ପନା କରିଥିଲେ। ସେ 1875 ମସିହାରେ ଓଡ଼ିଶାର ଇତିହାସ ନାମରେ ଖଣ୍ଡିଏ ପୁସ୍ତକ ରଚନା କରିଥିଲେ। ବୁଝିଲ ପିଲାମାନେ, 1875 ମସିହାରେ ସେ ଉତ୍କଳ ବା ଓଡ଼ିଶାର ଇତିହାସ ନାମରେ ଏକ ପୁସ୍ତକ ଲେଖିଥିଲେ। ଏହି ପୁସ୍ତକଟି ସେତେବେଳେ ସ୍କୁଲ ପାଠ୍ୟ ପୁସ୍ତକ ରୂପେ ମନୋନୀତ ହୋଇଥିଲା। ଏହା ହେଉଛି ଓଡ଼ିଆ ଭାଷାରେ ଲିଖିତ ପ୍ରଥମ ଇତିହାସ ପୁସ୍ତକ। ତେଣୁ ପ୍ୟାରୀମୋହନ ଯାହା ଲେଖିଥିଲେ ସେହି ଇତିହାସ ପୁସ୍ତକ ହେଉଛି ପ୍ରଥମ ଇତିହାସ ପୁସ୍ତକ। ପ୍ୟାରୀମୋହନ ଏକ ଆଦର୍ଶ ନୀତିମୟ ଜୀବନଯାପନ କରୁଥିଲେ। ପ୍ରଲୋଭନ ଠାରୁ ସେ ଥିଲେ ବହୁ ଦୂରରେ। ପ୍ରଲୋଭନ ମାନେ ଲୋଭଠାରୁ ସେ ବହୁ ଦୂରରେ। ଇଂରେଜ ସରକାରଙ୍କ ଦ୍ୱାରା ସେ ଡେପୁଟି ମାଜିଷ୍ଟ୍ରେଟ ଭାବରେ ନିଯୁକ୍ତି ପାଇଥିଲେ, କିନ୍ତୁ ସ୍ୱାଧୀନଚେତା ପ୍ୟାରୀମୋହନ ତାଙ୍କୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଥିଲେ। ଦେଖ ପିଲାମାନେ, ସେ ନିର୍ଭୀକ ଥିଲେ, ଆଉ ସେ ଜଣେ ନିର୍ଲୋଭୀ ଥିଲେ, ମାନେ ଲୋଭ ତାଙ୍କର ନଥିଲା। ଯଦି ଲୋଭ କରିଥାନ୍ତେ, ସେ ଏକ ଯେଉଁ ବିଦ୍ୟାଳୟ ପ୍ରତିଷ୍ଠା କଲେ, ନିଜ ଖର୍ଚ୍ଚରେ ବିଦ୍ୟାଳୟ କଲେ, ତାହା ପୁଣି ଅନ୍ୟତ୍ର ଚାକିରି କଲେ, ଚାକିରି କରି ଯାହା ଅର୍ଥ ଉପାର୍ଜନ କଲେ ତାହା ବିଦ୍ୟାଳୟ ଖର୍ଚ୍ଚରେ ତୁଲାଇଲେ। ଠିକ୍ ସେଭଳି ତାଙ୍କର ଏହି କାମ ବା ସଚ୍ଚୋଟତା ଦେଖି ଇଂରେଜମାନେ କ'ଣ କଲେ, ତାକୁ ଡେପୁଟି ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ସେ ସରକାରଙ୍କ ଦ୍ୱାରା, ମାନେ ଇଂରେଜ ସରକାରଙ୍କ ଦ୍ୱାରା ଚାକିରି କରିବା ପାଇଁ ସୁଯୋଗ ମିଳିଥିଲା। କିନ୍ତୁ ସେ କହିଥିଲେ, ସରକାର ଯଦି ଡେପୁଟି ମାଜିଷ୍ଟ୍ରେଟ ଭାବେ ମୋତେ ନିଯୁକ୍ତି ଦିଅନ୍ତି, ତଥାପି ମୁଁ ତାକୁ ପ୍ରତ୍ୟାଖ୍ୟାନ କରିବି। ତେଣୁ ସେ କହିଥିଲେ, ସରକାର ମୋତେ ଯଦି ବଡ଼ଲାଟ ପଦବୀ ଦେବେ, ତାହାକୁ ମଧ୍ୟ ମୁଁ ଗ୍ରହଣ କରିବି ନାହିଁ। ତେଣୁ କି ନିଃସ୍ୱାର୍ଥ ତ୍ୟାଗପୂତ ଜୀବନ। ସେ ଜଣେ ନିଃସ୍ୱାର୍ଥପର ଭାବ ବା ତ୍ୟାଗପୂତ ଜୀବନଯାପନ କରୁଥିଲେ। ଏହା କ'ଣ ସାଧାରଣ ମଣିଷ ପକ୍ଷରେ ସମ୍ଭବ ହେବ? ତେଣୁ ତାଙ୍କର ଲୋଭ ନଥିଲା,
ଯଦି ଲୋଭ ଥାନ୍ତା ତାହେଲେ ଯେଉଁ ଇଂରେଜ ସରକାର ପୁଣି ତାଙ୍କୁ ଯେଉଁ କଲେଜରୁ ବହିଷ୍କୃତ କଲେ, କିନ୍ତୁ ତାଙ୍କର ପରବର୍ତ୍ତୀ ସମୟରେ ଇଂରେଜମାନେ ତାଙ୍କର ହାବ ଭାବ ଦେଖି ତାଙ୍କୁ ସଚୋଟତା ଦେଖି ତାଙ୍କୁ ଚାକିରି କରିବା ପାଇଁ ସୁଯୋଗ ଦେଇଥିଲେ, କିନ୍ତୁ ସେଇ ଚାକିରିକୁ ସେ ଗ୍ରହଣ କରିନଥିଲେ। ତେଣୁ ଦେଖ ପିଲାମାନେ, ତାଙ୍କର ତ୍ୟାଗପୂତ ଜୀବନ ଏହା କୌଣସି ସାଧାରଣ ମଣିଷ ପକ୍ଷରେ ସମ୍ଭବ ହୋଇପାରେ ନାହିଁ। ଏହି ମହାନ ତ୍ୟାଗୀ ପୁରୁଷଙ୍କର ଜନ୍ମ କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ ପଶୁଲୁଣ୍ଡା ଗ୍ରାମରେ ହୋଇଥିଲା। କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ ପଶୁଲୁଣ୍ଡା ଗ୍ରାମରେ ହୋଇଥିଲା। 1852 ମସିହାରେ ଅଗଷ୍ଟ ମାସ 5 ତାରିଖରେ ହୋଇଥିଲା। ମାତ୍ର 30 ବର୍ଷ ବୟସରେ ଅର୍ଥାତ୍ 1881 ମସିହା ଡିସେମ୍ବର 28 ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ମୃତ୍ୟୁବରଣ କରିଥିଲେ। ପ୍ୟାରୀମୋହନ ଥିଲେ ପିତାମାତାଙ୍କର ସୁଯୋଗ୍ୟ ସନ୍ତାନ। ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ଉତ୍କଳବାସୀଙ୍କର ସେବା ପାଇଁ ଥିଲା ଅଭିପ୍ରେତ। ଉତ୍କଳବାସୀଙ୍କର ସେବା କରିବା ତାଙ୍କର ଜୀବନର ସେବା କରିବା ପାଇଁ ସେ ସର୍ବଦା ଚାହିଁଥିଲେ। ସେ ସ୍ୱଳ୍ପ ଜୀବନ କାଳ ମଧ୍ୟରେ ଯାହା କରିଗଲେ ତାହା ଓଡ଼ିଶାର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏଥିପାଇଁ ଗୋପବନ୍ଧୁଙ୍କର ନିମ୍ନୋକ୍ତ ପଦଟି ପ୍ୟାରୀମୋହନ ପାଇଁ ପ୍ରଯୁଜ୍ୟ ଅଟେ। ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକାତର ଜୀବନର ମାନଦଣ୍ଡ। ତେଣୁ ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକାତର ଜୀବନର ମାନଦଣ୍ଡ। ତେଣୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଏହି ପଂକ୍ତିଟି ତାଙ୍କ ପାଇଁ ପ୍ରଯୁଜ୍ୟ ଅଟେ। ତେଣୁ ଆଶା କରୁଛି ପିଲାମାନେ ଏହି ପାଠଟି ଭଲ ଭାବରେ ବୁଝିଥିବ। ଆଶା କରୁଛି ଏହି ପାଠଟି ଭଲ ଭାବରେ ବୁଝିପାରିଥିବ। ପରବର୍ତ୍ତୀ ଅଧ୍ୟାୟରେ ପରବର୍ତ୍ତୀ ସମୟରେ ଆମେ ଅନ୍ୟ ପାଠଟି ବା ପରବର୍ତ୍ତୀ ପାଠଟିକୁ ଆଲୋଚନା କରିବା। ରହୁଛି। ଜୟ ଜଗନ୍ନାଥ।